କହିଥିଲି ନା ନେକ୍ସଟ ଆସେମ୍ବଲିରେ ଆସିବି ଜଗନ୍ନାଥଙ୍କ ବାହୁଡ଼ା ଗପ ଶୁଣିବେ। ସବୁ ତ ଜାଣିଛନ୍ତି ବିଶ୍ୱକର୍ମା ଆସିଥିଲେ ଜଗନ୍ନାଥ ଗଢ଼ିବା ପାଇଁ ଆଉ କହିଥିଲେ କେହି ମଧ୍ୟ ଦ୍ୱାର ଖୋଲିବେନି, କିନ୍ତୁ ରାଣୀ ଗୁଣ୍ଡିଚା 18 ଦିନରେ ଦ୍ୱାର ଖୋଲିଦେଲେ। ସେ ଭାରି ଦୁଃଖ କଲେ, କ୍ଷମା ବି ମାଗିଲେ। ଜଗନ୍ନାଥ କହିଲେ ଦୁଃଖ କର ନାହିଁ, ଏମିତି ରୂପ ମୋର ଇଚ୍ଛା। ମୁଁ ତମକୁ ଆଶୀର୍ବାଦ ଦଉଛି କି ପ୍ରତିବର୍ଷ ମୁଁ ତମ ଘରକୁ ଆସିବି ଆଉ 9 ଦିନ ପାଇଁ ରହିବି। 10ମ ଦିନ ଜଗା ଫେରିବ ଶ୍ରୀମନ୍ଦିର, ତାକୁ କହୁଛନ୍ତି ବାହୁଡ଼ା ଯାତ୍ରା। ବାହୁଡ଼ା ମାନେ ଫେରିବା। ଯେମିତି ଜଗା ସେମିତି ତାର ଲୀଳା। ସାଲ ବେଗଙ୍କ ଭଳି ଭକ୍ତକୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରର ବାହାରୁଛି ରଥଯାତ୍ରାରେ। ଜଗନ୍ନାଥଙ୍କ କଥା ଏତେ। ଧନ୍ୟବାଦ।